ଭାରତୀୟ ମହିଳା କବାଡ଼ି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡ଼ି ବିଶ୍ୱକପ୍ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ୍ 35-28 ପଏଣ୍ଟରେ ଚାଇନିଜ୍ ତାଇପେଇଙ୍କୁ ପରାସ୍ତ କରି ବିଜୟୀ ହୋଇଛି। ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିରେ ଟିମ୍ ଇରାନକୁ 33-21 ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ଭବିଷ୍ୟତ ପିଢ଼ିକୁ ଖେଳ ପ୍ରତି ଆଗ୍ରହୀ କରିବ ବୋଲି କହିଛନ୍ତି। କବାଡ଼ି ବିଶ୍ୱକପ୍ 2025 ଜିତି ଦେଶକୁ ଗର୍ବିତ କରିଥିବା ଆମର ଭାରତୀୟ ମହିଳା କବାଡ଼ି ଦଳକୁ ଅନେକ ଅଭିନନ୍ଦନ। ସେମାନେ ଉଲ୍ଲେଖନୀୟ ସାହସ, କୌଶଳ, ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ବିଜୟ ଅଗଣିତ ଯୁବକଙ୍କୁ କବାଡ଼ି ଖେଳିବାକୁ, ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଉଚ୍ଚ ଲକ୍ଷ୍ୟ ରଖିବାକୁ ପ୍ରେରଣା ଯୋଗାଇବ। ପ୍ରୋ କବାଡ଼ି ଲିଗ୍ର ପୂର୍ବତନ ଅଧିନାୟକ ତଥା କୋଚ୍ ଅଜୟ ଠାକୁର ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱରେ ମହିଳା କବାଡ଼ିର ପ୍ରଗତିକୁ ପ୍ରଶଂସା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ମୋଟ 11ଟି ଦେଶ ଅଂଶଗ୍ରହଣ କରିଥିଲେ, ଯାହା ମହିଳା କବାଡ଼ିର ଦ୍ରୁତ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ଦର୍ଶାଉଛି।